ଜଗନ୍ନାଥ ବନ୍ଧୁଗଣ, ଆଜି ହେଉଛି ଖଡ଼ା ଶାଗ ଭଜା। ଆପଣମାନଙ୍କ ଏରିଆରେ କ'ଣ କୁହନ୍ତି ସିଓର ବତେଇବେ। ଦେଖନ୍ତୁ, କଡ଼େଇ ଗରମ ହେଇସାରିଲା, ତାପରେ ତେଲ ଗରମ ହେଇସାରିଲା ପରେ ଶୁଖା ଲଙ୍କା ଦିଆହେଲା, ତାପରେ ବଡ଼ି ଦିଆହେଲା। ବଡ଼ି ଟିକେ ଲାଲ ହେବା ତକ ଭାଜିବେ। ଦେଖନ୍ତୁ, ଲାଲ ହେବା ତକ ଭାଜିବେ। ଗ୍ୟାସ୍ ହାଇରେ ରଖିବେ। ତାପରେ ଏଇଟା ଗୋଟେ ଗିନାରେ ରଖିଦେବା କାଢ଼ି ସାରିଲା ପରେ ସେଇ ତେଲରେ ସୋରିଷ ଦେବା ଆଉ ଶୁଖା ଲଙ୍କାକୁ ଭାଙ୍ଗିକି ପକାଇଦେବା। ଶୁଖା ଲଙ୍କାକୁ ଭାଙ୍ଗିକି ପକାଇ ଦେଇ ସାରିଲା ଟିକେ ଦୂରରେ ଥିବେ, ଟିଙ୍କିବ। ତାପରେ ପିଆଜ ଦିଆହେଲା। ପିଆଜ ଟିକେ ଘାଣ୍ଟା ହେବ ଲାଲ ହେବା ଯାକେ। ଦେଖନ୍ତୁ, ଟିକେ ଲାଲ ଲାଲ ହେଇଗଲା। ତାପରେ ଏଇଟା ବାଇଗଣ କଟା ହେଇଥିଲା, ବାଇଗଣ ପକା ହେଲା। ଦେଖୁନ, ଦେଖୁন ଦେଖୁন ଟିକେ ଭଲସେ ଭାଜି ହେଇସାରିଲା। ତାପରେ ଶାଗ ଧୋଇକି ପକାଇଦେବା, ଖଡ଼ା ଶାଗ। ଦେଖୁନ, ତାପରେ ଟିକେ ଘାଣ୍ଟି ଦେମା। ଦିଶଲା ବେଲେ ଜହ ଦିସି, ଲେକିन ହେଇସାରିଲା ପରେ ବହୁତ କମ୍ ହେଇଆସି। ଦେଖୁନ, ଦେଖୁନ ପୁରା ଭାଜି ହେଇସାରିଲା। ତାପରେ ବରିକି ଆମେ ହେମ ଦଶଟାରେ ଠେସିକି ପକାଇଦେମା, ଯେନ୍ ଭାଜିଲା ବରି। ତାପରେ ଲୁଣ ଦିଆହେବ, ସବୁ ପାଣି ସରିଗଲା ବେଲେ। ଦେଖୁନ, ଆମର ଶାଗ ରେଡ଼ି, ଖଡ଼ା ଶାଗ। ଆପଣଙ୍କର ଏରିଆରେ କାଁ କହୁଛନ୍ ନିଶ୍ଚୟ କମେଣ୍ଟରେ ଜଣାଇବେ। ବହୁତ ଭଲ ଲାଗ୍ସି ଏଇଟା, ଆଜି ବି ଭଲ ଲାଗୁଥିଲା।